ଚାରିଧାମ ଭାରତର ଚାରି ଦିଗରେ ଅବସ୍ଥିତ ଚାରୋଟି ପବିତ୍ର ଧାମ। ଏହା କେବଳ ଯାତ୍ରା ନୁହେଁ, ଏହା ଆତ୍ମାର ଜାଗରଣ। ମାନ୍ୟତା ଅନୁସାରେ ଏହି ଧାମଗୁଡ଼ିକ ମୋକ୍ଷର ଦ୍ୱାର ସହିତ ଚାରୋଟି ଯୁଗକୁ ଦର୍ଶାଇଥାଏ। ବଦ୍ରିନାଥ ଧାମ ଭାରତର ଉତ୍ତର ଭାଗରେ ଥିବା ଉତ୍ତରାଖଣ୍ଡ ରାଜ୍ୟରେ ଅବସ୍ଥିତ। ଭଗବାନ ବିଷ୍ଣୁ ଏଠାରେ ଧ୍ୟାନ କରନ୍ତି। ଏହି ଧାମକୁ ସତ୍ୟ ଯୁଗର ପ୍ରତୀକ ମନାଯାଏ। ଦ୍ୱାରିକା ଧାମ ପଶ୍ଚିମ ଭାଗରେ ଥିବା ଗୁଜରାଟ ରାଜ୍ୟରେ ଅବସ୍ଥିତ। ଶ୍ରୀକୃଷ୍ଣଙ୍କ ଦିବ୍ୟ ନଗରୀ। ଭଗବାନ ବିଷ୍ଣୁ ଏଠାରେ ବିଶ୍ରାମ କରନ୍ତି। ଏହି ଧାମକୁ ଦ୍ୱାପର ଯୁଗର ପ୍ରତୀକ ମନାଯାଏ। ରାମେଶ୍ୱରମ ଧାମ ଭାରତର ଦକ୍ଷିଣରେ ଥିବା ତାମିଲନାଡୁ ରାଜ୍ୟରେ ଅବସ୍ଥିତ। ଏଠାରେ ଶିବ ଓ ଶ୍ରୀରାମଙ୍କ ପବିତ୍ର ସମ୍ମିଳନ ହୋଇଥିଲା। ଭଗବାନ ବିଷ୍ଣୁ ଏଠାରେ ସ୍ନାନ କରନ୍ତି। ଏହି ଧାମକୁ ତ୍ରେତୟା ଯୁଗର ପ୍ରତୀକ ମନାଯାଏ। ଶ୍ରୀ ଜଗନ୍ନାଥ ଧାମ ପୁରୀ ଭାରତର ପୂର୍ବ ଦିଗରେ ଥିବା ଓଡ଼ିଶା ରାଜ୍ୟରେ ଅବସ୍ଥିତ। ଏହା ଭକ୍ତି ଓ ସମାନତାର ପ୍ରତୀକ। ଭଗବାନ ବିଷ୍ଣୁ ଏଠାରେ ଭୋଜନ କରନ୍ତି ଏବଂ ଏହା କଳି ଯୁଗର ପ୍ରତୀକ ଅଟେ।